এটা বড় দুঃখর বিষয় ପରିତାପର ବିଷୟ। ଯୋଉ ସରକାର ଡିଡିମା ପଡୁଛି ବିକାଶର ଡିଡିମା ପଡୁଛି ଗତ କିଛି ଦିନ ପୂର୍ବରୁ ଆପଣ ଦେଖୁଥିବେ ବଡ ବଡ ନେତା ମାନେ ଯୋଉ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିକି ଗଣମାଧ୍ୟମରେ ପ୍ରକାଶ କରୁଥିଲେ ଯେ ଆମେ ଗଛ ପୋତିକି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଛୁ, ଗଛ ହିଁ ଜୀବନ, ବୃକ୍ଷ ହିଁ ଜୀବନ। ଯୋଉ ଭିଡିଓ ପିଡୁଥିଲେ ଆଜି ନିଆଳି ବ୍ଲକ ପରିସରରେ ଗୋଟେ ଗଭର୍ଣ୍ଣମେଣ୍ଟ ପ୍ରୋଗ୍ରାମ ହେଲା, କିନ୍ତୁ ନିଆଳି ବ୍ଲକରେ ଦେଖୁଥିବେ ହଜାର ହଜାର ଦିନକୁ ହଜାର ହଜାର ଜନସାଧାରଣ ମଧ୍ୟ ଜମା ହଉଛନ୍ତି। ଏ ଯୋଉ ଖରା ବର୍ଷା ଦାଉରୁ ଲୋକ ସେ ଗଛ ଛାଇରେ ମଧ୍ୟ ବସିକି ଉପକୃତ ହଉଥିଲେ, କିନ୍ତୁ ଏଟା ବଡ ନିନ୍ଦନୀୟ କଥା। କିନ୍ତୁ ଗଛଟି କାଟିକି ଆଜି ସେ ଗଭର୍ଣ୍ଣମେଣ୍ଟ ପ୍ରୋଗ୍ରାମ କରିଛନ୍ତି। ଆଉ ଯୋଉ ବିକାଶର ଧାରା ଯେ ଆଗକୁ ନବାକୁ ଚାହୁଁଛନ୍ତି, ଯାହା ତ ବିକାଶର ଧାରା ନିଆଳିରେ ଚାଲିଛି ଆପଣ ମାନେ ନିଶ୍ଚିତ ଭାବରେ ଦେଖୁଥିବେ। ନିଆଳିରେ କୌଣସି ପ୍ରକାର ଉନ୍ନତିମୂଳକ କାମ ଆଜି ପର୍ଯ୍ୟନ୍ତ ହେଇପାରିଲା ନାହିଁ, କିନ୍ତୁ 2 ବର୍ଷ ସରକାର ପ୍ରତି ଉପଲକ୍ଷେ ଯୋଉ ବିକାଶର ଧାରା ଯୋଉ ଡିଡିମା ପିଟା ଯାଉଛି ସେଇଟା ମଧ୍ୟ ନିଆଳିର ଜନସାଧାରଣ ମଧ୍ୟ ଜାଣିଛନ୍ତି। କିନ୍ତୁ ନିହାତି ଭାବରେ ଆମେ ପ୍ରଶାସନକୁ କହିବୁ ଯେ ଏ ଯୋଉ କାର୍ଯ୍ୟକ୍ରମ ଗୁଡାକ ଆପଣ କରୁଛନ୍ତି ଏଇଟା ବଡ ନିନ୍ଦନୀୟ କଥା। ଆଉ ନିଆଳିର ଜନସାଧାରଣ ହିସାବରେ, ନିଆଳିର ଯୁବକ ହିସାବରେ ଆମେ ନିଶ୍ଚିତ ଭାବରେ ଅନୁରୋଧ କରିବୁ, ଆଉ ନିଶ୍ଚିତ ଭାବରେ ମଧ୍ୟ ଆପଣଙ୍କୁ ବିରୋଧ କରିବୁ ଯେ ଗଛ କାଟିବାଟା ଏଟା ଭଲ କଥା ନୁହେଁ। ଯୋଉ ଗଛଟି ଆପଣ ଯୋଉ ଆଜିକାଲି ଯୋଉ ଖରା ଚାଲିଛି, ଲୋକ ଯୋଉ ଖରାରେ ହଇରାଣ ହଉଛନ୍ତି ଆପଣ ଦେଖୁଥିବେ, ବାରମ୍ବାର ମଧ୍ୟ ଲାଇନ ବି କରୁଛି, ଲୋକ ଆସି ଗଛ ଛାଇରେ ମଧ୍ୟ ବସି ଉପକୃତ ହଉଛନ୍ତି, କିନ୍ତୁ ସେଇଟା ମଧ୍ୟ ଆଗକୁ ହେଇପାରିବ ନାହିଁ। ଏଟା ବଡ ଦୁଃଖର ପରିତାପର ବିଷୟ। ଆମେ ଆକୁ ନିଆଳି ଜନସାଧାରଣ ହିସାବରେ, ନିଆଳି ଯୁବକ ହିସାବରେ ଆମେ ନିଶ୍ଚିତ ଭାବରେ ଘୋର ନିନ୍ଦା କରୁଛୁ।